ଯୁବକଙ୍କୁ କଚାଡ଼ି ମାରିଲା ହାତୀ, ଜଣେ ଗୁରୁତର ଜଣେ ମୃତ। କେନ୍ଦୁଝର ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଉଠିଲା ବଡ଼ ପ୍ରଶ୍ନ। ସମସ୍ତ ଦିଗରେ ଚିନ୍ତାଜନକ ପ୍ରଦର୍ଶନ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିହି ଗ୍ରାମର 22 ବର୍ଷୀୟ ଚକ୍ରଧର ମହାରଣା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ସେହି ଗ୍ରାମର ବିଜୁ ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି। ଧାନ ଫସଲକୁ ଜଙ୍ଗଲୀ ହାତୀ କବଳରୁ ରକ୍ଷା କରିବା ପାଇଁ ଚକ୍ରଧର ମହାରଣା ବିଲ ପାଖରେ ଜଗି ବସିଥିଲେ। ଠିକ୍ ଏହି ସମୟରେ 39 ଟିକିଆ ହାତୀପଲ କ୍ଷେତରେ ପ୍ରବେଶ କରିବା ସମୟରେ ଅନ୍ୟମାନଙ୍କ ସହ ଚକ୍ରଧର ମଧ୍ୟ ହାତୀ ଘଉଡ଼ାଉଥିଲେ। ଉକ୍ତ ସମୟରେ ଏକ ଦନ୍ତା ହାତୀ ପଛକୁ ବୁଲି ଚକ୍ରଧରଙ୍କୁ ଧରି ନେଇ ଭୂମିରେ କଚାଡ଼ି ଦେଇଥିଲା, ଫଳରେ ତାଙ୍କର ମୃତ୍ୟୁବରଣ ହୋଇଥିବା ବେଳେ ଆଜି ସକାଳେ ବିଜୁ ମୁଣ୍ଡା ଘର ଅଗଣାରେ ଛିଡ଼ା ହୋଇଥିବା ବେଳେ ଜଙ୍ଗଲୀ ହାତୀଟି ଶୁଣ୍ଢରେ ଧରି ନେଇ ଭୂମିରେ କଚାଡ଼ି ଦେଇଥିଲା। ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଗୁରୁତର ବିଜୁ ମୁଣ୍ଡାଙ୍କୁ ତେଲକୋଇ ମେଡିକାଲ ପଠାଯାଇଛି। ବ୍ୟୁରୋ ରିପୋର୍ଟ, जनजागरण ओडिया। भिडियो गुड़िक आपंक भल लगुला आम चैनल को सब्सक्राइब करने सह लाइक शेयर करने को भूलु नहीं।